ଆପଣମାନେ ତ ଅନେକ ଥର ଢାବା ହୋଟେଲରେ ଖାଇଥିବେ ବନିଥିବା ନାନ୍, କିନ୍ତୁ ଘରେ ଆଜି ବନେଇକି ଦେଖନ୍ତୁ। ଏତେ ପୁରା ସଫ୍ଟ ବନିବ ନା, ଆପଣମାନେ ବାରମ୍ବାର ବନେଇବା ପାଇଁ ଇଚ୍ଛା କରିବେ। ବହୁତ ସ୍ୱାଦିଷ୍ଟ ଲାଗେ ରେସିପିଟି। ତ ଆଜି ଆମେ ପ୍ରସ୍ତୁତ କରିବା ହେଲ୍ଦି ନାନ୍, ଯେହେତୁ ଅଟାରେ ପ୍ରସ୍ତୁତ କରିବା। ତ ଦେଖନ୍ତୁ କେତେ ପୁରା ସଫ୍ଟ ଅଛି, ଆଉ ଯେମିତିକି ଆପଣମାନେ ଖଣ୍ଡ କରିବେ ପାଟିରେ ଦଉ ଦଉ ପୁରା ମିଳିଯିବ। ଏତେ ସ୍ୱାଦିଷ୍ଟ ଆଉ ବିନା ଇଷ୍ଟରେ ପ୍ରସ୍ତୁତ କରିବା ସ୍ୱାଦିଷ୍ଟ ଗୋଟେ ରେସିପି। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପେଞ୍ଜିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ନାନ୍ ବନେଇବା ପାଇଁ ପ୍ରଥମେ ଗୋଟେ ଆମେ ବାଉଲ୍ ନେବା। ସେଥିରେ ଆମେ ଏଡ଼୍ କରିଦେବା ହାଫ୍ ଗିନା ଦହି ଏଡ଼୍ କରିବା, ଆଉ ହାଫ୍ ଗିନା ସେଥିରେ କ୍ଷୀର ଏଡ଼୍ କରିବା। ଯେତିକି ଆପଣମାନେ ଅଟା ମଇଦା ନେବେ ସେ ଅନୁସାରେ ସେଥିରେ କ୍ଷୀର ଏଡ଼୍ କରିବେ। ତାପରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିଦେବା, ଆଉ ଗୋଟେ ଚାମଚ ସେଥିରେ ଚିନିକୁ ଏଡ଼୍ କରିଦେବା। ପୁଣି ଥରେ ଆମେ ବେକିଂ ସୋଡ଼ାକୁ ଏଡ଼୍ କରି ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ବେକିଂ ସୋଡ଼ାକୁ ଏଡ଼୍ କରିସାରିବା ପରେ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ତ ଦେଖିବେ ବେକିଂ ସୋଡ଼ାଟା କ୍ଷୀର ଦହିରେ ପୁରା ମିକ୍ସ ହେଇଯିବ। ତାପରେ କ'ଣ କରିବା ନା, ସେଥିରେ ଆପଣମାନେ ଚାହିଁଲେ ଏଥିରେ ଏହି ସମୟରେ ଇଷ୍ଟ ଏଡ଼୍ କରିବେ, ତ ଏଠି ଦହିକୁ ସ୍କିପ୍ କରିପାରିବେ। ତ ମୁଁ ଯେହେତୁ ବିନା ଇଷ୍ଟରେ ପ୍ରସ୍ତୁତ କରିଛି, ଆଉ ଅଳ୍ପ ଟିକେ ସେଥିରେ ତେଲ ଏଡ଼୍ କରିଦେଲି। ତ ତାପରେ ଆମେ ତେଲକୁ ଏଡ଼୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆପଣମାନେ ଚାହିଁଲେ କେବଳ ମଇଦାରେ ବି ବନେଇ ପାରିବେ, କେବଳ ଅଟାରେ ବି ବନେଇ ପାରିବେ ନାନ୍। ତ ଆପଣମାନେ ଜାଣିଥିବେ, ଦେଖିବେ ଅଟା ଯଦି ଏଡ଼୍ କରୁଛନ୍ତି ସେଥିରେ ମଇଦା ଯଦି ଟିକେ ମିକ୍ସ କରିଦେବେ, ତାହେଲେ ଦେଖିବେ ଯେହେତୁ କେବଳ ଅଟାରେ ଏତେ ଭଲ ଲାଗିବନି ନାନ୍ଟା, ମୁଁ ସେଇଥିପାଇଁ ଏଥିରେ ଗୋଟେ ଗିନା ନେଇଗଲି ଅଟା, ଗୋଟେ ଗିନା ନେଇଗଲି ମଇଦା, ଆଉ ଭଲସେ ଟିକେ ମିକ୍ସ କରିଦେବା। ଆଉ ଦରକାର ହେଲେ ଆଉ ଟିକେ କ୍ଷୀରକୁ ଏଡ଼୍ କରି ଏଭଳି ଗୋଟେ ଡୋ ବନେଇକି ରେଡ଼ି କରିବା। ଆଉ ନାନ୍ ଡୋଟା ଟିକେ ଦେଖିବେ ସଫ୍ଟ ରହିବ, ତ ତାହେଲେ ଦେଖିବେ ନାନ୍ଟା ବହୁତ ବଢ଼ିଆ ପୁରା ମାନେ ଫୁଲିବ ବି, ଆଉ ବହୁତ ବଢ଼ିଆ ବନେଇ ପୁରା ସଫ୍ଟ ବନେଇକି ରେଡ଼ି ହେବ। ସେଥିପାଇଁ ଦେଖନ୍ତୁ ଏଇଠି ନାନ୍ ଅଟାଟା ପୁରା ଟିକେ ହାଲକା ଟିକେ ପତଲା ରଖିଛି। ଆଉ ଦେଖିବେ ହାତକୁ ଯଦି ଲାଗିବ ତାହେଲେ ଅଳ୍ପ ଟିକେ ତେଲକୁ ଗ୍ରୀସ୍ କରିକି ତାପରେ ଏଇଭଳି ଟିକେ ମିକ୍ସ କରିଦେବେ। ତ ଇଏ ପୁରା ଦେଖିବେ ପରଫେକ୍ଟଲି ପୁରା ଆମର ବନେଇକି ରେଡ଼ି ହେଇଯିବ, ହାତକୁ ଟୋଟାଲ୍ ବି ଲାଗିବନି। ତ ଏଇଭଳି ପ୍ରୋସେସ୍ରେ ଗୋଟେ ଡୋ ବନେଇ ସାରିବା ପରେ ଆକୁ ଆମେ ଅଧଘଣ୍ଟା ପାଇଁ ଟିକେ ରେଷ୍ଟ ପାଇଁ ରଖିବା। ଯେତେ ଦେଖିବେ ରେଷ୍ଟ ପାଇଁ ରଖିବେ, ଗୋଟେ ଘଣ୍ଟା 2 ଘଣ୍ଟା ଯେତେ ସମୟ ଆପଣମାନେ ଆକୁ ରେଷ୍ଟ ପାଇଁ ରଖିବେ ସେତେ ବଢ଼ିଆ ବନିକି ରେଡ଼ି ହେବ। ଯେହେତୁ ଆପଣମାନଙ୍କୁ ଆଜି ମୋର ଭିଡ଼ିଓଟା ସେୟାର କରିବାର ଅଛି, ମୁଁ ସେଇଥିପାଇଁ ଆକୁ ଅଧିକା ସମୟ ରେଷ୍ଟ ପାଇଁ ରଖିପାରିଲିନି, କେବଳ ଅଧଘଣ୍ଟା ହିଁ ରଖିଛି। ଫିର୍ ବି ଦେଖନ୍ତୁ କେତେ ବଢ଼ିଆ ପୁରା ସଫ୍ଟ ବନିଛି। ତ ଏଇଭଳି ପ୍ରୋସେସ୍ରେ ପୁଣି ଥରେ ଟିକେ ଆମେ ଅଟାଟାକୁ ଭଲସେ ଟିକେ ମିକ୍ସ କରିଦେବା, ଯେମିତି ଆଉ ଟିକେ ସଫ୍ଟ ବନିଯିବ, ଚିକନା ବନିଯିବ। ତ ଦେଖନ୍ତୁ ଆମେ ଯେତିକି ବଡ଼ ସାଇଜ୍ର ଆପଣମାନେ ଏଠି ନାନ୍ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ପୋଷଣ ବାହାର କରିବେ। ତ ମୁଁ ଏଠି ରୁଟି ପ୍ରୋସେସ୍ରେ ହିଁ ବନାଉଛି, ଆଜି ନାନ୍ ରୁଟି ବନାଉଛି। ତ ମୁଁ ଆକୁ ରୁଟି ନାନ୍ ବୋଲି ନାଁ ଦେଇଛି। ଆପଣମାନେ ଯଦି ଆକୁ ଥରେ ବନେଇବେ ନା ଫ୍ରେଣ୍ଡସ୍, ଦେଖିବେ ବାରମ୍ବାର ବନେଇବା ପାଇଁ ଇଚ୍ଛା କରିବେ। ଆଉ ଏବେ ଆମେ ସେଥିରୁ ଯେମିତି ଆପଣମାନେ ରୁଟି ପାଇଁ ତାକୁ ବୋଲ୍ ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ବୋଲ୍ ବନେଇଦେବେ। ତ ଘରେ ବି ଦେଖିବେ ଆପଣମାନେ ବିନା ଭାଟିରେ ନାନ୍ ବନେଇକି ରେଡ଼ି କରିପାରିବେ। ଆଉ ଦେଖିବେ ଆକୁ ଆପଣମାନେ ତନ୍ଦୁରୀ ରୁଟିର ବି ଫ୍ଲେଭର୍ ପାଇବେ, ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ତ ଏବେ ଆମେ କ'ଣ କରିବେ ନା, ଆକୁ ଆମେ ଗୋଲାକାର ସେପ୍ ଦେଇଦେବା। ସବୁତକ ଆମେ ସେମ୍ ପ୍ରୋସେସ୍ରେ ଗୋଲାକାର ସେପ୍ ଦେଇକି ଆମେ ରଖିଦେବା। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ସବୁତକ ସେମ୍ ପ୍ରୋସେସ୍ରେ ତାକୁ ଗୋଲାକାର ସେପ୍ ଦେଇଦେବା। ସେଇଥିରୁ ଗୋଟେ ଗୋଟେ ଆମେ ଗୋଲାକାର ସେପ୍ ଅଟାରେ ଆଣିବା। ଅଳ୍ପ ଟିକେ ତା ଉପରେ ତେଲ ଆପଣମାନେ ଚାହିଁଲେ ଗ୍ରୀସ୍ କରିପାରିବେ, ନହେଲେ ମଇଦା ବି ଗ୍ରୀସ୍ କରିପାରିବେ। ଯେହେତୁ ଆମେ ଏଥିରେ ତେଲ ଏଡ଼୍ କରୁଛନ୍ତି, ଆଉ ଏଥିରେ ତେଲର ବିଲକୁଲ ବି ମାନେ ଏଇଠି ଅଟାର ବିଲକୁଲ ବି ଆବଶ୍ୟକତା ନାହିଁ। ମୁଁ ସେଥିପାଇଁ ଅଳ୍ପ ଟିକେ ସେଥିରେ ଦେଖନ୍ତୁ ଏଠି ଏଡ଼୍ କରିଦେଲି କଳା ଜିରା। କଳା ଜିରା ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଡ଼୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ଆଉ ଅଳ୍ପ ଟିକେ ଧନିଆ ପତ୍ର ବି ଦେଇଦେଲି, ଧନିଆ ପତ୍ର ବି ପୁରାପୁରି ଅପସନାଲ୍ ଅଛି। ତ ଏବେ କ'ଣ କରିବା, ଆମେ ବେଲଣା ବାଡ଼ି ସାହାଯ୍ୟରେ ଆକୁ ବେଲିବା। ତ ଏଠି ଦେଖନ୍ତୁ ମୁଁ ସେପ୍ଟା ଟିକେ ଲମ୍ବା କରିଦେଇଛି, ପୁରା ସେପ୍ଟା ଆର ଗୋଲାକାର ବନେଇନି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ବେଲିକି ଏଠି ରେଡ଼ି କରିପାରିବେ। ତ ଦେଖନ୍ତୁ ଅଧିକ ପତଲା ବନେଇବାନି କି ଅଧିକ ବହଳିଆ ବନେଇବାନି, ତ ମିଡ଼ିୟମ୍ ରଖିବା, ଯେମିତିକି ଅଧିକ ପତଲା ବି ନଥିବ, ଅଧିକ ବହଳିଆ ନଥିବ। ସେଇଭଳି ପ୍ରୋସେସ୍ରେ ଆମେ ବେଲିକି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଆମର ବେଲିକି ରେଡ଼ି ଆମେ କରି ବି ସାରିଲାଣି। ପୁରା ଦେଖିବେ ଆପଣମାନେ ଝଟପଟ ପୁରା 15-20 ମିନିଟ୍ରେ ବନେଇକି ଆକୁ ରେଡ଼ି କରିପାରିବେ। ଆଉ ଦେଖିବେ ଆକୁ ମାନେ ଥରେ ବନେଇଲେ ବାରମ୍ବାର ବନେଇବା ପାଇଁ ଇଚ୍ଛା ହେବ। ପୁରାପୁରି ସଫ୍ଟ ଥିଲା, ବହୁତ ବଢ଼ିଆ ଲାଗୁଥିଲା ଖାଇବା ପାଇଁ। ତ ଦେଖନ୍ତୁ ଗୋଟେ ଏଇଠି ବେଲି ସାରିବା ପରେ ଆମେ କ'ଣ କରିବା ନା, ତାକୁ ଟିକେ ଓଲଟେଇ ଦେବା। ଓଲଟେଇ ସାରିବା ପରେ ଗୋଟେ ଗିନାରେ ଆମେ କିଛି ପାଣି ନେଇଯିବା। ତାପରେ କ'ଣ କରିବା, ସେଇଥିରେ ଯଦି ଆପଣମାନେ ଆକୁ ତାୱାରେ ବନେଇବାକୁ ଚାହୁଁଛନ୍ତି, ତ ତାୱାରେ ବନେଇକିରି ଯେମିତିକି
ପୁରା ତାୱା ସହିତ ଯେମିତି ଚୁଲାରେ ଦେଖେଇବେ ଏଇ ପ୍ରୋସେସଟି କରିପାରିବେ। ତ ପାଣି ଲଗେଇ ଦେବେ ସେ ପୁରା ତାୱାରେ ଚିପକି ଯିବ ଆଉ ଟିକେ ଫୁଲିକିରି ଦେଖନ୍ତୁ ଆମେ କଭରକୁ ବନ୍ଦ କରିଦେବା ତ ସେ ପୁରା ସିଝିଯିବ। ଏଠି ଟିକେ ନାନ୍ଟା ପୁରା ସିଝି ସାରିବା ପରେ ଅଟାଟା ଆମେ ଆପଣମାନେ ଚାହିଁଲେ ଆକୁ ଡାଇରେକ୍ଟ ପୁରା ନିଆଁରେ ଏଇଭଳି ଦେଖେଇ ପାରିବେ, ନହେଲେ ଯଦି ଷ୍ଟାଣ୍ଡ ଅଛି ଷ୍ଟାଣ୍ଡ ସାହାଯ୍ୟରେ ବି ତ ଗ୍ୟାସ୍ ଜଳୁଥିବା ସମୟରେ ତାକୁ ଚିମଟା ସାହାଯ୍ୟରେ ଦେଖନ୍ତୁ ଏଭଳି ପ୍ରୋସେସରେ ଟିକେ ଯଦି ରଖିଦେବେ ତାହେଲେ ଦେଖିବେ ପୁରା ସିଝିଯିବ ନାନ୍ଟା ବି, ଆଉ ଟିକେ ପୋଡ଼ା ଫ୍ଲେଭର ବି ଆସିବ। ଯେମିତି ତନ୍ଦୁରୀ ମାନେ ଯେମିତି ନାନ୍ ବନାଉଛନ୍ତି ଭାଟିରେ ସେଇଭଳି ହିଁ ଫ୍ଲେଭର ଆସୁଥିଲା, ବହୁତ ବଢ଼ିଆ ଲାଗୁଥିଲା। ଦେଖନ୍ତୁ ଆପଣମାନେ ଦେଖି ଜାଣିପାରୁଥିବେ, କେହି ବି ଜାଣିପାରିବେନି ଯେ ଆପଣମାନେ ଆକୁ ବିନା ଭାଟିରେ ବନେଇଛନ୍ତି। ତ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇସାରିବା ପରେ ବହୁତ ବଢ଼ିଆ ବନିକି ରେଡ଼ି ହେଇଛି। ତାପରେ ଅଳ୍ପ ଟିକେ ଘିଅ କି ବଟରକୁ ତାପରେ ଗ୍ରୀସ୍ କରିଦେବେ। ଏଇଭଳି ସେମ୍ ପ୍ରୋସେସରେ ଆମେ ସବୁତକ ବନେଇକିରି ଏବେ ରେଡ଼ି କରିଦେବା। ତ ଚାଲନ୍ତୁ ଆଉ ଗୋଟେ ବି ଆପଣମାନଙ୍କୁ ମୁଁ ବନେଇକି ଦେଖେଇ ଦେଉଛି। ଦେଖନ୍ତୁ ଏଠି ମୁଁ 2 ପିସ୍ ବନେଇ ସାରିଛି। ତ ଆଉ ଗୋଟେ ପିସ୍ ବି ସେମ୍ ପ୍ରୋସେସରେ ଆମେ ତାୱାରେ ଏଡ଼୍ କରିଦେବା। ତାପରେ ଦେଖନ୍ତୁ ଘୋଡ଼େଇ ଦେଇଥିଲି, ଯେହେତୁ ଗୋଟେ ସାଇଡ଼୍ ପୁରା ସିଝିକି ପୁରା ଫୁଲି ଯାଇଛି, ପୁରା ରୁଟି ଭଳି ଫୁଲି ଯାଇଛି ଆଉ କେତେ ବଢ଼ିଆ ପୁରା ଦେଖା ବି ଯାଉଛି। ତ ଏବେ କ'ଣ କରିବା ନା ପୁଣି ଥରେ ଆମେ ଷ୍ଟାଣ୍ଡରେ ଆକୁ ଏବେ ରଖିକିରି ଆଉ ଗୋଟେ ସାଇଡ଼୍ରେ ଟିକେ ଫ୍ରାଏ ହେବାକୁ ଦେବା। ଦେଖନ୍ତୁ ଏଇଭଳି ପ୍ରୋସେସରେ ଷ୍ଟାଣ୍ଡରେ ତାକୁ ଏଡ଼୍ କରିଦେବା ଆଉ ଚିମଟା ସାହାଯ୍ୟରେ ଏଭଳି ପ୍ରୋସେସରେ ଟିକେ ପୋଡ଼ିବେ ତ ଆଉ ଗୋଟେ ସାଇଡ଼୍ଟି ବି ପରଫେକ୍ଟଲି ପୁରା ସିଝିଯିବ ଆଉ ତା'ର ଗୋଟେ ଫ୍ଲେଭର ଆସେ, ଆପଣମାନେ ଜାଣିଥିବେ ବି। ତ ନାନ୍ ତ ବହୁତ ଥର ଖାଇଥିବେ, କିନ୍ତୁ ଏଇ ତରିକାରେ ଘରେ ବନାନ୍ତୁ, ପୁରା ଇଜି ପ୍ରୋସେସରେ ଆପଣମାନେ ନାନ୍ ବନେଇକିରି ଖାଇପାରିବେ। ତ ଦେଖନ୍ତୁ ଏଇଠି ସେମ୍ ପ୍ରୋସେସରେ ମୁଁ ସବୁତକ ନାନ୍ ବନେଇକି ଏଠି ରେଡ଼ି କରିଦେଲି ଆଉ କେତେ ବଢ଼ିଆ ପୁରା ଦେଖାଯାଉଛି। ତ ପୁଣି ଥରେ ଆମେ ତାୱାକୁ ଆଣିଦେବା, ତା ଉପରେ ଅଳ୍ପ ଟିକେ ବଟରକୁ ଗ୍ରୀସ୍ କରିଦେବା। ଯେହେତୁ ମୁଁ ଆଜି ବଟର ନାନ୍ ବନାଉଛି ତ ବ୍ରସ୍ ସାହାଯ୍ୟରେ ଅଳ୍ପ ଟିକେ ବଟରକୁ ଆମେ ଲଗେଇଦେବା। ତ ଦେଖନ୍ତୁ ଆମର ଫାଇନାଲି ନାନ୍ ରେସିପିଟି ବନିକି ରେଡ଼ି ବି ହେଇସାରିଲାଣି, ନାନ୍ ରୁଟି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଏଇଭଳି ସେମ୍ ପ୍ରୋସେସରେ ଆମେ ସବୁତକ ବନେଇକିରି ରେଡ଼ି କରିଦେବା। ଯଦି ଆପଣମାନେ ଏଇଭଳି ପ୍ରୋସେସରେ ବନେଇବାକୁ ଚାହୁଁନାହାନ୍ତି ତାହେଲେ ଆଉ ଗୋଟେ ପିସ୍ ବି ଆପଣମାନଙ୍କୁ ଦେଖେଇ ଦେଉଛି। ଏଇଭଳି ତରିକାରେ ଆପଣମାନେ ଆକୁ ବନେଇ ପାରିବେ। ଦେଖନ୍ତୁ ଗୋଟେ ସାଇଡ଼୍ ଟିକେ ସିଝି ସାରିବା ପରେ ସେମ୍ ପ୍ରୋସେସରେ ତ ଏଠି ମୁଁ ସବୁତକ ବନେଇଲି, ଆପଣମାନଙ୍କୁ ପାଖରୁ ବି ଦେଖେଇଲି। ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ଥିଲା ବିନା ଷ୍ଟାଣ୍ଡରେ। ଯଦି ଷ୍ଟାଣ୍ଡ ବି ନାହିଁ ନା ତାହେଲେ ବି ଚିମଟା ସାହାଯ୍ୟରେ ଏଇଭଳି ପ୍ରୋସେସରେ ଟିକେ ୟାକୁ ଗ୍ୟାସ୍ ଜଳୁଥିବା ସମୟରେ ଦେଖେଇଦେବେ ତ ଫିର୍ ବି ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇସାରିଲା। ପୁଣି ଥରେ ସେଥିରେ ଘିଅ କି ବଟର କି ତେଲ ଯାହା ବି ଅଳ୍ପ ଟିକେ ଲଗେଇଦେବେ। ତ ଫାଇନାଲି ଆମର ନାନ୍ ବନିକି ରେଡ଼ି ହେଇସାରିଛି। ଫ୍ରେଣ୍ଡସ୍ ଆପଣମାନେ ଘରେ ଆକୁ ନିହାତି ବନାନ୍ତୁ, ଦେଖିବେ ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ ଆଉ ବହୁତ ସ୍ୱାଦିଷ୍ଟ ବି ଲାଗୁଥିଲା। ତ ଦେଖନ୍ତୁ ଯଦି ଆପଣମାନେ ଏଇଭଳି ପ୍ରୋସେସରେ ତାକୁ ଯଦି ପୋଡ଼ିବାର ଫ୍ଲେଭର ଦେବାକୁ ଚାହୁଁନାହାନ୍ତି ଗ୍ୟାସ୍ରେ ଦେଖେଇକି, ତ ଏଇଭଳି ପ୍ରୋସେସରେ ତେଲରେ ବି ସେକିକି ଖାଇବେ ତାହେଲେ ବି ସଫ୍ଟ ରହିବ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଏଇଠି ମୁଁ ସେମ୍ ପ୍ରୋସେସରେ ସବୁତକ ବନେଇକି ରେଡ଼ି କରିଦେଲି। ତ ଆପଣମାନେ ବି ଥରେ ଟ୍ରାଏ କରନ୍ତୁ, ଦେଖିବେ ଘରେ ସମସ୍ତେ ପସନ୍ଦ ବି କରିବେ। ତ ଘରେ ପୁରା ଇଜି ତରିକାରେ ଆପଣମାନେ ନାନ୍ ବନେଇ କେମିତି ଖାଇବେ ସେ ରେସିପିଟି ଆଜି ଆପଣମାନଙ୍କୁ ସେୟାର କଲି। ପୁଣି ଆପଣମାନେ ଆକୁ କେବଳ ମଇଦା ନୁହଁ ଅଟା ବି ମିକ୍ସ କରି ବନେଇ ପାରିବେ ନାନ୍। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନେଇକି ରେଡ଼ି ହେଇଛି। ଚାଲନ୍ତୁ ଆପଣମାନଙ୍କୁ ଖଣ୍ଡ କରିବି ଦେଖେଇ ଦେଉଛି। ଫ୍ରେଣ୍ଡସ୍ ଆପଣମାନେ ଯଦି ଏ ରେସିପିଟି ଘରେ ବନାଉଛନ୍ତି ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ମୋତେ ବି ଖୁସି ଲାଗିବ ଆପଣମାନେ ଭିଡ଼ିଓ ମୋର ଦେଖୁଛନ୍ତି, ଘରେ ବନାଉଛନ୍ତି ଆଉ କମେଣ୍ଟ ବି କରୁଛନ୍ତି। ତ ଫାଇନାଲି ଦେଖନ୍ତୁ କେତେ ବଢ଼ିଆ ପୁରା ସଫ୍ଟ ବନିଛି ଆଉ ଖଣ୍ଡ କରିବି ଦେଖେଇ ଦେଉଛି। ଦେଖନ୍ତୁ କେତେ ବଢ଼ିଆ ପୁରା ନାନ୍ ବନିକି ରେଡ଼ି ହେଇଛି। ତ ଆପଣମାନେ ଏଇ ତରିକାରେ ଯଦି ବନାଉଛନ୍ତି ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରିବେ କେମିତି କ'ଣ ବନିଲା। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିଗଲାଣି। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।